ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 10/10/2025 ମାନେ ଅକ୍ଟୋବର ମାସ 10 ତାରିଖ ସିବିଟି ମୋଡରେ ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ୍, ଆଇସିଡିଏସ୍, ଏସ୍ଏଫଏସ୍ର ଫାଷ୍ଟ ସିଫ୍ଟର କ୍ୱେଶ୍ଚନ୍ସ ଆନ୍ସରକୁ ଆମେ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକି ନା ମୁଁ ପ୍ରତ୍ୟେକ ଦିନ ଏଇ ଟାଇପ୍ର ଆନାଲିସିସ୍ ନେଇକି ଆସୁଛି। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିଗଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ସ କ'ଣ କହୁଛି? ହ୍ୱାଟ୍ ଇଜ୍ ଦ ଆର୍ଟିକଲ୍ ଅଫ୍ ରେସିଡୁଆଲ୍ ପାୱାର? ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ରେସିଡୁଆଲ୍ ପାୱାର ଇନ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍, ତାମାନେ ଭାରତର ସମ୍ବିଧାନରେ ଆମର ରେସିଡୁଆଲ୍ ପାୱାର ବୋଲିକିରି ଗୋଟେ ପାୱାର ରହିଛି, ସେଟା କେତେ ନମ୍ବର ଆର୍ଟିକଲରେ ରହିଛି ବୋଲିକିରି ପଚାରିଛି। ବୁଝିହେଲା ପିଲାମାନେ? ତାହେଲେ ରେସିଡୁଆଲ୍ ପାୱାର ଯେଉଁଟା, ତାକୁ ହିଁ ଆମର ରେସିଡୁଆରୀ ପାୱାର ମଧ୍ୟ କୁହାଯାଏ। ଏହି ପାୱାରଟି ଆମର ଆର୍ଟିକଲ 248ରେ ରହିଛି। ମନେ ରଖନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ପ୍ରଥମେ ଜାଣିବା ରେସିଡୁଆଲ୍ ପାୱାରଟି କ'ଣ। ପିଲାମାନେ ଜାଣି ରଖନ୍ତୁ, ଆମ ଭାରତରେ ତିନୋଟି ପାୱାର ରହିଥାଏ। ଗୋଟେ ଅଛି ଆପଣମାନଙ୍କର ୟୁନିୟନ ଲିଷ୍ଟ, ଯେଉଁଟାକି ଆପଣମାନଙ୍କର ସେଣ୍ଟ୍ରାଲ ମିନିଷ୍ଟର ମାନଙ୍କ ପାଖରେ ପାୱାରଟିଏ ରହିଥାଏ ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପାଖରେ ଏହାର ପାୱାର ରହିଥାଏ। ଆଉ ଗୋଟେ ଅଛି ଷ୍ଟେଟ୍ ଲିଷ୍ଟ, ଯେଉଁଟାକି ଆପଣମାନଙ୍କର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବା ରାଜ୍ୟ ସରକାରଙ୍କ ପାଖରେ ଏହି ପାୱାରଟିଏ ରହିଥାଏ। ଆଉ ଗୋଟେ ଅଛି ଆପଣମାନଙ୍କର କନକରେଣ୍ଟ ଲିଷ୍ଟ, ତାମାନେ ଆପଣମାନଙ୍କର ବୋଥ୍ ୟୁନିୟନ ଏବଂ ଷ୍ଟେଟ୍ ଦୁଇ ଜଣଙ୍କର ମିଶିକିରି ସେଇ କାର୍ଯ୍ୟଟିଏ କରିଥାନ୍ତି ବା ଦୁଇ ଜଣଙ୍କ ପାଖରେ ସେ ପାୱାରଟିଏ ରହିଥାଏ। ତାକୁ ଆମେ କନକରେଣ୍ଟ ଲିଷ୍ଟ ବୋଲିକରି କହିଥାଉ। ବୁଝିହେଲା? ତେଣୁକରି ରେସିଡୁଆଲ୍ ପାୱାର ମାନେ ଏମିତି ଗୋଟେ ପାୱାର ଯେଉଁ ପାୱାର କି ଷ୍ଟେଟ୍ ଲିଷ୍ଟ ଏବଂ କନକରେଣ୍ଟ ଲିଷ୍ଟରେ ନଥିବ, ଯେଉଁ ପାୱାରକୁ ଆମେ ରେସିଡୁଆଲ୍ ପାୱାର ବୋଲିକରି କହିଥାଉ। ମନେ ରଖନ୍ତୁ, ଆମ ଭାରତରେ ରେସିଡୁଆଲ୍ ପାୱାର ବା ରେସିଡୁଆରୀ ପାୱାର ଆମେ କାନାଡା ପାଖରୁ ବର କରିଛୁ ବା କାନାଡାର ସମ୍ବିଧାନରୁ ଆମେ ଏହି ରେସିଡୁଆରୀ ପାୱାରଟିକୁ ଆମେ ଆଣିଛୁ ବା କପି କରିଛୁ। ବୁଝିଗଲେ? ପୁରା କ୍ଲିଅର ପିଲାମାନେ? ଚାଲନ୍ତୁ ଏଇଭଳିଆ ଡିଟେଲ ଆନାଲିସିସ୍ କରିକିରି ଆମେ ପରବର୍ତ୍ତୀ ପ୍ରଶ୍ନକୁ ଚାଲିଯିବା। ହେଲା, ନେକ୍ସଟ ଦେଖନ୍ତୁ ନମ୍ବର 2 କ'ଣ କହୁଛି? ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ଦ ପାଳ ଡାଇନାଷ୍ଟି? ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ପାଳ ଡାଇନାଷ୍ଟି ମୁଁ ପୂର୍ବରୁ କହିଥିଲି, ଡାଇନାଷ୍ଟିର କ୍ୱେଶ୍ଚନ୍ସ ଆସୁଛି, ଆଗାମୀ ସିଟ୍ ମଧ୍ୟ ଆସିବ। ଯେଉଁମାନେ ପ୍ରିଭିୟସ୍ ଆନାଲିସିସ୍ ଦେଖିଥିବେ ସେମାନେ ନିଶ୍ଚୟ ମନେ ପକାଇବେ। ମୁଁ ଡାଇନାଷ୍ଟି ରିଲେଟେଡ୍ର କ୍ୱେଶ୍ଚନ୍ସ କହିଛି, ତେଣୁକରି ଡାଇନାଷ୍ଟିର କ୍ୱେଶ୍ଚନ୍ ଆସିବ। ଦେଖନ୍ତୁ ଡାଇନାଷ୍ଟିର କ୍ୱେଶ୍ଚନ୍ ଆସିଥିଲା। ହେଲା, ତାହେଲେ ଦେଖନ୍ତୁ, ପାଳ ଡାଇନାଷ୍ଟିର ପ୍ରତିଷ୍ଠାତା ହେଉଛନ୍ତି ଆମର ଗୋପାଳ। ମନେ ରଖନ୍ତୁ, ଇଏ ହେଉଛନ୍ତି ଆମର ପାଳ ବଂଶର ପ୍ରସିଦ୍ଧ ରାଜା, ଯିଏକି 750 ଖ୍ରୀଷ୍ଟାବ୍ଦରୁ 768 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ବୁଝିଲା? ଆଉ ପାଳ ଡାଇନାଷ୍ଟିଟି ମୁଖ୍ୟତଃ ଭାବରେ ଆମର ପଶ୍ଚିମବଙ୍ଗ, ବିହାର ଏହି ରାଜ୍ୟମାନଙ୍କରେ ଏହାର ସାମ୍ରାଜ୍ୟ ବିସ୍ତୃତ ହୋଇକରି ରହିଥିଲା। ବୁଝିଗଲେ? ପୁରା କ୍ଲିଅର? ଚାଲନ୍ତୁ ପିଲାମାନେ, ବର୍ତ୍ତମାନ ଆମେ ଟିକେ ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା, ଯେଉଁଥିରେ ଆଗାମୀ ସିଫ୍ଟରେ ଆପଣମାନଙ୍କର କାମରେ ଆସିବ। ଦେଖନ୍ତୁ, ଗୋପାଳ ଯେଉଁ ପାଳ ବଂଶର ପ୍ରତିଷ୍ଠାତା ଥିଲେ, ତାଙ୍କର ପୁଅ ଥିଲେ ଧର୍ମପାଳ। କିଏ ଥିଲେ? ଧର୍ମପାଳ। ସିଏ କ'ଣ କରିଥିଲେ ନା, ବିକ୍ରମଶିଳା ଗୋଟେ ୟୁନିଭର୍ସିଟି ଥିଲା, ସେ ୟୁନିଭର୍ସିଟିକୁ ସିଏ ଫାଉଣ୍ଡେଡ୍ କରିଥିଲେ ବା ପ୍ରତିଷ୍ଠାତା କରିଥିଲେ ବା ତିଆରି କରିଥିଲେ। ବୁଝିହେଲା? ଆଉ ଧର୍ମପାଳ, ମନେ ରଖନ୍ତୁ, ସିଏ ହେଉଛନ୍ତି ପାଳ ବଂଶର ଦ୍ୱିତୀୟ ରାଜା। ୟାକୁ ମଧ୍ୟ ପଚାରିପାରେ, ମନେ ରଖନ୍ତୁ। ହେଲା, ଆଉ ଶେଷ ରାଜା କିଏ ପଚାରିପାରେ? ତାହେଲେ ପାଳ ବଂଶର ଶେଷ ରାଜା ହେଉଛି ଗୋବିନ୍ଦ ପାଳ। ୟାକୁ ମଧ୍ୟ ମନେ ରଖିବେ। ଗୋବିନ୍ଦ ପାଳ 1139 ଖ୍ରୀଷ୍ଟାବ୍ଦରୁ 1161 ଖ୍ରୀଷ୍ଟାବ୍ଦ ମଧ୍ୟରେ ଶାସନ କରୁଥିଲେ। ବୁଝିଗଲେ? ପୁରା କ୍ଲିଅର ପିଲାମାନେ ପାଳ ବଂଶ ବିଷୟରେ। ଆଉ କୌଣସି ବି କ୍ୱେଶ୍ଚନ୍ସ ୟା ବାହାରୁ କିଛି ଆସିବ ନାହିଁ, ମନେ ରଖିଥାନ୍ତୁ। ହେଲା, ନେକ୍ସଟ ଚାଲନ୍ତୁ ନମ୍ବର 3 କ୍ୱେଶ୍ଚନ୍ସ କ'ଣ କହୁଛି? ହ୍ୱାଟ୍ ଇଜ୍ ଦ ବଜେଟ୍ ଆଲୋକେସନ୍ ଫର୍ ଦ ହେଲ୍ଥ ଇନ୍ ଇଣ୍ଡିଆ 2025? ମାନେ ଆମ ଭାରତର ଯେଉଁ ବଜେଟ୍ ହେଇଥିଲା, ବଜେଟ୍ରେ ହେଲ୍ଥ ସେକ୍ଟରକୁ ବା ହେଲ୍ଥ ଡିପାର୍ଟମେଣ୍ଟକୁ କେତେ ଟଙ୍କା ଆଲୋକେସନ୍ କରାହେଇଥିଲା ବୋଲିକିରି ଏଇ କ୍ୱେଶ୍ଚନଟି ପଚାରିଥିଲା ପିଲାମାନେ। ହେଲା, ତାହେଲେ କ'ଣ ହେବ ନା, ଆପଣମାନଙ୍କର ଅପସନରେ ଥିବ ଆପ୍ରୋକ୍ସ 1 ଲାଖ କରୋଡ଼। କାହିଁକି ନା ଆମର ହେଲ୍ଥ ଡିପାର୍ଟମେଣ୍ଟକୁ ଆମର 98,311 କୋଟି ଟଙ୍କା ଆଲୋକେସନ୍ କରାହେଇଛି 2025-26 ବଜେଟ୍ ଅନୁସାରେ। ଏଇଟା ମନେ ରଖିବେ। ହେଲା, ଇଏ ଥିଲା ଏ ସିଫ୍ଟର କ୍ୱେଶ୍ଚନ୍ ଆନ୍ସର। ଆଗାମୀ ସିଫ୍ଟରେ କ'ଣ ପଚାରିବ ଦେଖନ୍ତୁ? ଏଜୁକେସନର ପଚାରିପାରେ। ଏଜୁକେସନରେ 1,28,650 କୋଟି ଟଙ୍କା ଆଲୋକେସନ୍ ହେଇଛି, ମନେ ରଖନ୍ତୁ ପିଲାମାନେ। ହେଲା, ସବୁଠାରୁ ଅଧିକା ଡିଫେନ୍ସରେ 4,91,732 କୋଟି ଟଙ୍କା ଆପଣମାନଙ୍କର ଡିଫେନ୍ସ
एवं रेलवे पई आपण मानकर 2,55,445 कोटी टंका एलोकेशन होती या मन रखिए। एक्सट्रा फैक्ट आप निश्चय पड़ो है। सबुठार अधिका डिफेन्स सेक्टर रे कौन ना बजेट एलोकेशन होती मन रखिले। सबुठार स्टेट मध्य सबुठार अधिका बजेट एलोकेशन होती महाराष्ट्र को या मन रखिए। ओडिशा पई केते टंका दिया आपण मानकु जानिबा नितांत आवश्यक। देखंतु ओडिशा रे आपण मानकर 10,559 कोटी टंका एलोकेशन होती या मन रखिए। निश्चित भाव में आगामी शिफ्ट मानकर ये सब क्वेश्चन या भीतर ही पड़ो है। बुझीगले पूरा क्लियर नोट करंतु आउ प्रैक्टिस करंतु रिवीजन करंतु आउ एग्जाम को आसंतु एग्जाम आपण मानकर हाथ मुठारे बुझीला पूरा क्लियर। चलंतु पिला माने परवर्ती प्रश्न को देखिबा। नंबर 4 कौन कहूँ पिला माने देखंतु व्हेयर वाज द फर्स्ट मीटिंग ऑफ उत्कल सम्मिलनी। देखंतु पिला माने मु प्रथम दिन 8 तारिख दिन सबु शिफ्ट रो एग्जाम रो क्वेश्चन आंसर को एनालिसिस करथिली। सेही एनालिसिस रे आपण मानकर उत्कल सम्मिलनी रे मु डिटेल एनालिसिस करथिली। आउ तार एक्स्ट्रा फैक्ट भितरु एई क्वेश्चन टे पडिछि देखंतु। तेनु करी एक्स्ट्रा फैक्ट बा एनालिसिस क्वेश्चन गुडा को आपण माने देखंतु जो द्वारा कि से भितरु आपण मानकर क्वेश्चन आसुछि है। देखो उत्कल सम्मिलनी विषय में डिटेल आलोचना करी से वीडियो को निश्चय भाव देखिए। आउ देखु आपण मानकर प्रथम मीटिंग बा उत्कल सम्मिलनी प्रथम सम्मिलनी बसला आपण मानकर रंभाठारे केबे हितिला 1903 मसीह रे। रंभाटी आपण मानकर कटक रे अवस्थित या मन रखिए है। देखिले पिला माने एक्स्ट्रा फैक्ट रु केमिति आपण मानकर क्वेश्चन सब आसुछि तेनु करी एक्स्ट्रा फैक्ट गुडा को आपण माने जानंतु नोट करंतु पढंतु है। नंबर 5 क्वेश्चंस को देखिबा। व्हिच रीजन ऑफ इंडिया इज एसोसिएटेड विथ एंशिएंट गोंडवाना लैंडमास। बहुत इंपोर्टेंट क्वेश्चंस पिला माने। एंशिएंट बा पुरातन काल रे गोंडवाना लैंड जो मास थिला सेटा भारत रे को भूमि सहित संपृक्त। देखंतु पृथ्वीर गोटे लैंडमास पांगिया थिला। से पांगिया पाखरु ये सेपरेट हे जितिला। सेपरेट हेकिरी गोटे थिला आपण मानकर लौरेसिया आ गोटे थिला गोंडवाना। से गोंडवाना टी खंड विखंडित होइकिरी आम भारतर डेकान प्लेटू टी तयारी हेछि मन रखिथिबे। बहुत इंपोर्टेंट पिला माने आपण मानक पाखरे ऑप्शन डेकान प्लेटू निश्चय भारे रहिथिबो हैला। आउ एक्स्ट्रा फैक्ट जानी रखंतु हमर जो भारतर सबुठारु पुरातन पहाड़ आरावली माउंटेन्स एटा मध्य आपण मानकर गोंडवाना लैंडमास रो एक अंश विशेष बुझीगले। देखंतु वाना माने होछि भूमि बा लैंड, गोंड माने होछि गोटे प्रकार जाति। तेणु करी गोंड मानकर भूमि को गोंडवाना बोली करी कहती। तेणु करी ताको हम डेकान प्लेटू मध्य कहिथाउ बुझीगले पूरा क्लियर पिला माने। नेक्स्ट देखिबा पिला माने नंबर 6 व्हाट इज द एलिजिबल एज ऑफ सुभद्रा योजना। वेरी गुड बहुत बढ़िया बहुत सुंदर प्रश्न पिला माने। सुभद्रा योजनार प्रश्न आगामी परीक्षा रे निश्चय भाव आसीबो। यार सठिक उत्तर हो 21 रु 60 वर्ष। मन रखंतु ये जो सुभद्रा योजना केवल सुभद्रा भौणी माने आम ओडिशार महिला मानक पई उद्दिष्ट। माने 21 रु 60 वर्ष बयसर उभय मैरिड आउ अनमैरिड महिला मानकु ये सुभद्रा योजनार लाभ उठै परिबे। ता माने 5 वर्ष रे 50,000 टंकार एमाने सुविधा पाई परिबे हैला। सीधा सड़क बैंक अकाउंट रे आपण मानकर 50,000 टंका चली जीवो। केमिति जीवो देखंतु गोटे वर्ष रे 10,000 टंका लेखा दुईटी किस्ती रे जीवो माने 5,000 आउ गोटे हला 5,000। एई 5,000 10,000 गोटे वर्ष रे जीवो। एई भली आपण मानकर 5 वर्ष जीवो जा फल रे आपण मानकर अकाउंट रे सीधा सड़क 50,000 टंका चली जीवो बुझिला। ए होची सुभद्रा योजनार मुख्य फीचर्स बुझिगले। आउ एक्स्ट्रा फैक्ट जानी रखंतु सुभद्रा योजना विषय आगामी शिफ्ट निश्चय पड़िबो। कौन पड़िबो सेथिरे ना सुभद्रा योजना को डिपार्टमेंट अंडर रे बा को मिनिस्ट्री अंडर रे आसी थाई। एटा होची हमर मिनिस्ट्री ऑफ वुमेन एंड चाइल्ड डेवलपमेंट ता अंडर रे आसी थाई। याको मध्य मन रखिबे हैला पूरा क्लियर पिला माने। सुभद्रा योजना विषय आउ किछि डाउट नहीं। जदि भी जार डाउट थिबो ताहले मु एई चैनल रे आपण मानक पई सुभद्रा योजनार पूरा डिटेल एनालिसिस करथिली। से वीडियो को मध्य आपण देखिबे किछि असुविधा होबो नै हैला। पूरा क्रिस्टल क्लियर हे जिवो आपण मानक पई आउ किछि भी डाउट रहिबो नै। ओके नेक्स्ट देखिबा नंबर 7 व्हिच इज द न्यूएस्ट नेशनल पार्क इन इंडिया इन 2025। ता माने 2025 मसिया रे नुवा करी हेइथिबा जातीय उद्यान बा नेशनल पार्कटीर नाम कौन बोली पचार। बहुत इंपोर्टेंट पिला माने आउ एई क्वेश्चन टी आपण मानकर आसीबो बोली करी 100% चांस रहितिला। केमिति काहेकि ना आम ओडिशार सिमिडीपाड़ नेशनल पार्क टी
ଆମର ରିसेंट ନ୍ୟାସନାଲ ପାର୍କ ଆକାରରେ ମାନ୍ୟତା ପାଇଛି। ୟାକୁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ପାଇଁ। ଆଉ ମନେ ରଖନ୍ତୁ ଏକ୍ସଟ୍ରା ଫ୍ୟାକ୍ଟରେ କ'ଣ ପଡ଼ିବ ନା ଶିମିଳିପାଳ ନ୍ୟାସନାଲ ପାର୍କ କେଉଁ ଜିଲ୍ଲାରେ ଅବସ୍ଥିତ। ମନେ ରଖନ୍ତୁ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲା। ସେ ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ନ୍ୟାସନାଲ ପାର୍କଟିଏ ରହିଛି। ଆଉ ଶିମିଳିପାଳ ନ୍ୟାସନାଲ ପାର୍କରେ ଆପଣମାନଙ୍କର ଟାଇଗର ପାଇଁ ପ୍ରସିଦ୍ଧ। ସେଇ ଟାଇଗର ହେଉଛି ଆପଣମାନଙ୍କର ବ୍ଲାକ୍ ଟାଇଗର। ୟାକୁ ମଧ୍ୟ ମନେ ରଖିବେ। ଶିମିଳିପାଳ ନ୍ୟାସନାଲ ପାର୍କ ଭିତରେ ଆପଣମାନଙ୍କର ବରେହି ପାଣି ଏବଂ ଜୋରନ୍ଦା ୱାଟରଫଲ୍ ରହିଛି। ୟାକୁ ମଧ୍ୟ ମନେ ରଖିବେ। ଆଉ କ'ଣ ଅଛି ନା ଶିମିଳିପାଳ ନ୍ୟାସନାଲ ପାର୍କ ଆମ ଭାରତର 107ତମ ନ୍ୟାସନାଲ ପାର୍କ। ୟାକୁ ମଧ୍ୟ ମନେ ରଖିବେ। ଏକ୍ସଟ୍ରା ଫ୍ୟାକ୍ଟରେ ଆଉ ଟିକେ ଜାଣି ରଖନ୍ତୁ। ଆଗାମୀ ସିଫ୍ଟରେ ପଚାରିପାରେ ସବୁଠାରୁ ପୁରୁଣା ନ୍ୟାସନାଲ ପାର୍କ ହେଉଛି ଆପଣମାନଙ୍କର ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କ। କେବେ ହୋଇଥିଲା ନା 1936 ମସିହାରେ। ୟାକୁ ମଧ୍ୟ ମନେ ରଖିବେ। ଆଉ ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କଟି ଆପଣମାନଙ୍କର ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ। ୟାକୁ ମଧ୍ୟ ମନେ ରଖିବା ପାଇଁ ଭୁଲିବେ ନାହିଁ। ଓକେ ପିଲାମାନେ, ପୁରା କ୍ଲିଅର। ତେଣୁକରି ନ୍ୟାସନାଲ ପାର୍କ ରିଲେଟେଡ୍ର କ୍ୱେଶ୍ଚନ୍ସକୁ ଆପଣମାନେ ନିଶ୍ଚୟ ପଢ଼ିକରି ଯାଆନ୍ତୁ। Okay, then number 8, what is the name of India's first anti-radiation missile launched recently by DRDO? ଦେଖନ୍ତୁ DRDO ମାନେ ହେଉଛି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍। ଏହି କ୍ୱେଶ୍ଚନ୍ସଟି ଆପଣମାନଙ୍କର କ'ଣ ପଚାରିଛି ନା ଭାରତରେ ପ୍ରଥମ ଥର ପାଇଁ କେବଳ ଭାରତୀୟ ଟେକ୍ନିକକୁ ବିନିଯୋଗ କରିକିରି ଆଣ୍ଟି ରେଡ଼ିଏସନ୍ ମିସାଇଲଟିଏ ଲଞ୍ଚ କରାହେଇଥିଲା। ତା ନାଁ ହେଉଛି ରୁଦ୍ରମ ମିସାଇଲ। ମନେ ରଖିବେ ପିଲାମାନେ। ଆଉ ଏହି ରୁଦ୍ରମ ମିସାଇଲଟି ଆପଣମାନଙ୍କର ଏୟାର ଟୁ ସରଫେସ୍ ମିସାଇଲ। ବହୁତ ଇମ୍ପୋର୍ଟାଣ୍ଟ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ। ଆଉ ଟିକେ ଜାଣି ରଖନ୍ତୁ ରୁଦ୍ରମ ମିସାଇଲଟି ଆପଣମାନଙ୍କର ଇଣ୍ଡିଆନ୍ ଏୟାରଫୋର୍ସର ସୁଖୋଇ 30 MKI ସେଇଥିରେ ଆପଣମାନଙ୍କର ଇଣ୍ଟିଗ୍ରେଟେଡ୍ କରାଯାଏ ଆଉ ଏଥିରେ ଲଞ୍ଚ କରାଯାଏ। ବୁଝିଗଲେ? ପୁରା କ୍ଲିଅର। ନେକ୍ସଟ ନମ୍ବର 9, ଇନ୍ ହ୍ୱିଚ୍ ଇୟର ୱାଜ୍ ଓଡ଼ିଆ ଲାଙ୍ଗୁଏଜ ୱାଜ୍ ଆୱାର୍ଡେଡ୍ ଦ କ୍ଲାସିକାଲ ଲାଙ୍ଗୁଏଜ ଷ୍ଟାଟସ୍। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ। କାହିଁକି ନା ଆମେ ଓଡ଼ିଶା ଷ୍ଟେଟ୍ରେ ଏକ୍ଜାମ ଦେଉଛେ। ତେଣୁକରି ଓଡ଼ିଆ ଲାଙ୍ଗୁଏଜ କେବେ କ୍ଲାସିକାଲର ଷ୍ଟାଟସ୍ ବା କ୍ଲାସିକାଲର ମାନ୍ୟତା ମିଳିଲା ୟାକୁ ଜାଣିବା ନିଶ୍ଚୟ ଦରକାର। ଦେଖନ୍ତୁ ଏଇଟା କେବେ ମିଳିଲା ପିଲାମାନେ ନା 2014 ମସିହାରେ କ୍ଲାସିକାଲ ଲାଙ୍ଗୁଏଜ ହିସାବରେ ମାନ୍ୟତା ମିଳିଲା। ମନେ ରଖନ୍ତୁ। ଆଉ ଗୋଟେ ଜିନିଷ ଜାଣି ରଖନ୍ତୁ ଏକ୍ସଟ୍ରା ଫ୍ୟାକ୍ଟ ଆକାରରେ ନା କ୍ଲାସିକାଲ ଲାଙ୍ଗୁଏଜ ଷ୍ଟାଟସ୍ ଆପଣମାନଙ୍କର 2004 ମସିହାରେ କ୍ରିଏଟ୍ କରାଯାଇଥିଲା। ଆଉ ସେଇ କ୍ଲାସିକାଲ ଲାଙ୍ଗୁଏଜ ଯେଉଁ ଆୱାର୍ଡ଼ ପ୍ରଥମ ବର୍ଷ ତାମିଲନାଡୁକୁ ଦିଆଯାଇଥିଲା 2004 ମସିହାରେ। ସଂସ୍କୃତ ଭାଷାକୁ କେବେ ଦିଆଯାଇଥିଲା ଏଇଟା ମଧ୍ୟ ପଚାରିପାରେ। ସଂସ୍କୃତ ଭାଷାକୁ 2005 ମସିହାରେ ଦିଆଯାଇଥିଲା ପିଲାମାନେ ହେଲା। ତେଣୁକରି ସମୁଦାୟ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର 11ଟି ଲାଙ୍ଗୁଏଜକୁ ଆପଣମାନଙ୍କର କ୍ଲାସିକାଲ ଲାଙ୍ଗୁଏଜ ଷ୍ଟାଟସ୍ର ମାନ୍ୟତା ମିଳିଛି। ମନେ ରଖନ୍ତୁ। ପୁରା କ୍ଲିଅର, କିଛି ଅସୁବିଧା ହେବ ନାହିଁ ହେଲା। ପିଲାମାନେ ଇଏ ଥିଲା ଆପଣମାନଙ୍କର ଜିକେ ସେକ୍ସନର ଆନାଲିସିସ୍। ତା ସହିତ ଆପଣମାନଙ୍କର ମଡର୍ନ ହିଷ୍ଟ୍ରିର କିଛି କ୍ୱେଶ୍ଚନ୍ସ ମଧ୍ୟ ଆସିଥିଲା। ପିଲାମାନେ କିଛି କମେଣ୍ଟ ବକ୍ସରେ କମେଣ୍ଟ କରିଥିଲେ। ତେଣୁକରି ମଡର୍ନ ହିଷ୍ଟ୍ରିକୁ ମଧ୍ୟ ପଢ଼ିକି ଯିବେ। PDF ପାଇଁ ଓରିଡି ହେବେନି, ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବେ। ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ରହିଛି। ତା ନହେଲେ ଆପଣମାନେ ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ADS ନଲେଜ ପଏଣ୍ଟ ସର୍ଚ୍ଚ କରି ମଧ୍ୟ ଆପଣ ଜଏନ୍ କରିପାରିବେ। PDF ପାଇଁ ଓରିଡି ହେବେ ନାହିଁ ହେଲା। ଦେନ୍ ଆମେ ଦେଖିବା ଓଡ଼ିଆ ସେକ୍ସନକୁ। ଓଡ଼ିଆରେ ଆପଣମାନଙ୍କର ଅସନର ବିପରୀତ ଶବ୍ଦ ପଡ଼ିଥିଲା। ଅସନର ବିପରୀତ ଶବ୍ଦ କ'ଣ ହେଇଯିବ ପିଲାମାନେ? ଅନଶନ। କ'ଣ ହେଇଯିବ? ଅନଶନ ହେଲା। ସେଇଭଳିଆ ଆପଣମାନଙ୍କର ପ୍ରତିଶବ୍ଦ ମଧ୍ୟ ପଡ଼ୁଛି। ଆକାଶର ପ୍ରତିଶବ୍ଦ ପଡ଼ିଥିଲା ପିଲାମାନେ। କ'ଣ ହେଇଯିବ? ଅମ୍ବର, ଶୂନ୍ୟ, ଗଗନ, ଅନ୍ତରିକ୍ଷ, ନଭ ଏସବୁ ହେଉଛି ଆପଣମାନଙ୍କର ଆକାଶର ପ୍ରତିଶବ୍ଦ। ତେଣୁକରି ପ୍ରତ୍ୟେକ ଓଡ଼ିଆରେ ଆପଣମାନଙ୍କର ବିପରୀତ ଶବ୍ଦ, ପ୍ରତିଶବ୍ଦ ଏବଂ ରୂଢ଼ି 2ଟି ଲେଖାଏଁ କ୍ୱେଶ୍ଚନ୍ସ ଆସୁଛି ହେଲା। ତା ସହିତ ଆପଣମାନଙ୍କର ଏକ ପଦରେ ପ୍ରକାଶ କର ମଧ୍ୟ ଆସିଛି ଆଉ ଆସୁଛି ମଧ୍ୟ। ଆଉ ଆଗାମୀ ସିଫ୍ଟରେ ମଧ୍ୟ ଆସିବ। ମନେ ରଖିଥାନ୍ତୁ। କ'ଣ ଆସିଛି ଏଇ ସିଫ୍ଟରେ ଦେଖନ୍ତୁ। ବିଚାର କରିବାର ଇଚ୍ଛା। ପୂର୍ବରୁ ଆନାଲିସିସ୍ କରିଥିଲି। ଦେଖନ୍ତୁ ବିଚାର କରିବାର ଇଚ୍ଛା ହେଉଛି ଆପଣମାନଙ୍କର ମୀମାଂସା ହେଲା। ଏଇଟା ଏଇ ସିଫ୍ଟରେ ପଡ଼ିଥିଲା। ତା ସହିତ ଆପଣମାନଙ୍କର ଅନୁଚ୍ଛେଦର 5ଟି କ୍ୱେଶ୍ଚନ୍ସ ଆସିଥିଲା ପିଲାମାନେ। ତେଣୁକରି ଓଡ଼ିଆର ଏଇସବୁ ଜିନିଷକୁ ଆପଣମାନେ ଦେଖନ୍ତୁ, ପ୍ରାକ୍ଟିସ୍ କରନ୍ତୁ ଆଉ ଏକ୍ଜାମକୁ ଯାଆନ୍ତୁ। ଓକେ, ଦେନ୍ ଆମେ ଦେଖିବା ଇଂଲିଶ ସେକ୍ସନକୁ। ଇଂଲିଶରେ ଆପଣମାନଙ୍କର ପ୍ୟାସେଜର 3ଟି କ୍ୱେଶ୍ଚନ୍ ପଡ଼ିଥିଲା। ଏଣ୍ଟୋନିମ୍, ସିନୋନିମ୍ସ ପ୍ରତ୍ୟେକ ସିଫ୍ଟରେ ଗୋଟେ ଗୋଟେ କ୍ୱେଶ୍ଚନ୍ ଆସୁଛି। ଆଉ ସିଙ୍ଗଲ ୱାର୍ଡର ମଧ୍ୟ ଗୋଟା ଗୋଟା କ୍ୱେଶ୍ଚନ୍ ଆସୁଛି। ଇଡିୟମ୍ ଫ୍ରେଜ୍ର 2ଟି କ୍ୱେଶ୍ଚନ୍ ଆସୁଛି ପିଲାମାନେ ଇଂଲିଶର ହେଲା। ତା ସହିତ ଆପଣମାନଙ୍କର କରେକ୍ଟ ସେଣ୍ଟେନ୍ସ ୟାକୁ ମଧ୍ୟ ଆସୁଛି ହେଲା। PQRS ଆସୁଛି। ୟାକୁ ନିଶ୍ଚୟ ପଢ଼ିକରି ଯାଆନ୍ତୁ। ଓକେ, ଦେନ୍ ଆମେ ଦେଖିବା ମ୍ୟାଥମେଟିକ୍ସ ସେକ୍ସନକୁ। ମ୍ୟାଥମେଟିକ୍ସ ସେକ୍ସନରେ ଆପଣମାନଙ୍କର ମେନ୍ସୁରେସନର କନ୍ର ଗୋଟେ କ୍ୱେଶ୍ଚନ୍ ଆସିଥିଲା ପିଲାମାନେ ଆଉ ସିଲିଣ୍ଡରର ଗୋଟେ କ୍ୱେଶ୍ଚନ୍ ଆସିଥିଲା।
बुझीगला तेणुक मेन्सुरेसन समुदाय 2टी क्वेश्चन आसाला ए सिफ्ट्रे रेसीओर 2टी क्वेश्चन आसाला किसी पिला कहते रेसीओर गोटे आसाला आ पार्टनरशिप गोटे आसाला तेणुक रेसीओर क्वेश्चन आसूँ बहुत इंपोर्टेंट है सिंपल इंटरेस्ट कंपाउंड इंटरेस्ट क्वेश्चन 2टी आसाला कंपाउंड इंटरेस्ट क्वेश्चन टी आपर हाफ इयरली क्वेश्चन टी आसाला मन रखिए है आउ सिंप्लिफिकेशन आपर 3टी क्वेश्चन आसाला गोटे टाइम टेकिंग लगुला किसी पिला कहते है आ प्रॉफिट लॉस रो 2टी क्वेश्चन आसाला पिला माने किसी असुविधा नहीं आराम से आपने प्रॉफिट लॉस रो क्वेश्चन को प्रैक्टिस करूँ एग्जाम हॉल को जातु आपर एग्जाम बहुत भल हम किसी असुविधा नहीं ता सहित आपर ज्योमेट्री क्वेश्चन आस पे प्रॉब्लम को प्रैक्टिस करूँ देन देखा आम रीजनिंग सेक्शन को आपर रीजनिंग बहुत इजी क्वेश्चन आसूची केवल आपर सिटिंग अरेंजमेंट टिके टाइम टेकिंग लगुच किसी पिला कहते सर ब्लड रिलेशन टाइम टेकिंग लगुच तथापि आपने देखने कौन सब आसूची देखु बर्तमान आम देखा कौन सब क्वेश्चन आसी ब्लड रिलेशन रो 3टी क्वेश्चन आसी पे सिटिंग अरेंजमेंट रो 3टी क्वेश्चन आसी सिलोगिज्म रो 2टी क्वेश्चन आसी सीरीज रो 2टी क्वेश्चन आसी पे मिरर इमेज रो क्वेश्चन आसूची ये थिला आपण मानकर आजिका डेट रो ए शिफ्ट रो क्वेश्चन रो एनालिसिस एई प्रकार रो प्रत्येक दिन एनालिसिस देखिया पई हेले चैनल को सब्सक्राइब करबा सहित बेल आइकन रो ऑल नोटिफिकेशन ऑन कर देबे काहे कि ना मु वीडियो छाडू छाडू सीधा सड़क आपण मानकर मोबाइल को नोटिफिकेशन टिए चली जिवो बुझि पारले जा फल रे आपण माने वीडियो को देखि परिबे आ आपण मानकर एग्जाम भलो भाव रे हेई परिबो हैला सिलेक्शन निश्चय हबो किछि असुविधा नै वीडियो को सांग मानक निकट को शेयर करिवे लाइक करिवे एवं मतामत देवा को जम्मा भूलिबेनी धन्यवाद।